ଭଲ ଦରମା ଯେ, କିନ୍ତୁ ନେତା ହେବା ପାଇଁ ହେଲେ ବହୁତ କିଛି ଇଏ ନେବାକୁ ପଡ଼ିବ। ଖାଲି ନେତା ଆଜି ସିନା ଆପଣଙ୍କୁ ଦେଖା ହେଉଛି ଯେ ନାଇଁ ଲୋକଟି ଦରମା ପାଇଲା। ପୁରା ଭାରତ ବର୍ଷର ଇତିହାସକୁ ଦେଖିବେ, ବାପା ନେତା, ପୁଅ ବି ନେତା, ନାତି ବି ନେତା, କ'ଣ ଅସୁବିଧା ଅଛି? ନାଇଁ କହୁଛି, ବାପା ନେତା ପୁଅ ନେତା ଯୋଉ ନାତି ଯୋଉ ନେତା ହେଉଛନ୍ତି ସେମାନେ ସବୁବେଳେ ଲୋକମାନଙ୍କ ସଂସ୍ପର୍ଶରେ ଆସିଲା। ଗୋଟେ ନେତା ହୁଏ କେମିତି? ଆଗ ପାନ ଦୋକାନରୁ ନେତାର ଭିତ୍ତିପ୍ରସ୍ତର ପଡ଼େ। ପାନ ଦୋକାନ ଆଗରୁ ତ ଏବେ ତ ହଜାର ହଜାର ଲକ୍ଷ ଲକ୍ଷ ପାନ ଦୋକାନ ହେଇଗଲାଣି, ଓମ୍ଫେଡ୍ ଦୋକାନ ହେଇଗଲାଣି ବା ଚା ଦୋକାନ ହେଇଗଲାଣି। ଆଗରୁ ସେମିତି କିଛି ନଥିଲା। ଗାଁ ଗଣ୍ଡାରେ ଲୋକ ଛୋଟ ଛୋଟ କାମ କରୁଥିଲେ। ଆରେ ବ୍ଲକ ଅଫିସରେ କାମ ଅଛି, ବ୍ଲକ ଅଫିସ ଥିବ ଘର ପାଖରୁ ପାଖାପାଖି 70 କିଲୋମିଟର। 5 ଜଣ ଲୋକଙ୍କୁ ହଇରାଣ ହେଲେ, ଗୋଟେ ଯୁବକଟିଏ ଦେଖିଲା, ତାକୁ ଭଲ ଲାଗିଲାନି, ମୁଁ ତୁମମାନଙ୍କୁ ନେଇକି ଯିବି। ସେମାନେ ତାଙ୍କୁ ନେଇଗଲେ, ନିଜ ପକେଟରୁ ପଇସା ଖର୍ଚ୍ଚ କରି ନେଇଗଲେ। ବ୍ଲକରେ ତାର କାମଟି ହେଲା। 5ଟି ଲୋକ ଜାଣିଲେ ଯେ ଇଏ ଗୋଟିଏ ଲୋକ ମୋତେ ସାହାଯ୍ୟ କରିଥିଲା। ଆଉ 50ଟି ଲୋକ ଜାଣିଲେ, 500 ଲୋକ ଜାଣିଲେ, ଗୋଟେ ଗାଁରେ କିଛି ଲୋକ ଜାଣିଲେ। ଗାଁରେ ସେଠୁ ସରପଞ୍ଚ ପାଇଁ ନିର୍ବାଚନ ଆରମ୍ଭ ହେଲା। ସରପଞ୍ଚ ବାବୁ ଜିତିଲେ। ସରପଞ୍ଚ ପରେ ପୁଣି ସେଠୁ 5ଟା ପଞ୍ଚାୟତ ଯେତେବେଳେ କି 10ଟା ପଞ୍ଚାୟତ ଯେତେବେଳେ କରାହେଲା, ତାପରେ ବ୍ଲକ ଅଫିସରେ ଲୋକଙ୍କର ଆର ଗୋଟେ ଲୋକ ଚିହ୍ନା ପରିଚୟ ହେଲେ। ସେତେବେଳେ ବିଧାୟକ ବି ଆଙ୍କ ପାଖକୁ ଆସିଲେ, କାହିଁକିନା ଭୋଟ ଆଙ୍କ ପାଖରେ ଅଛି। ଆଚ୍ଛା, ତାହେଲେ ନେତା ହେବା ପାଇଁ ହେଲେ ଖର୍ଚ୍ଚ ବହୁତ କରିବାକୁ ପଡ଼େ। ଆପଣ ଆଶ୍ଚର୍ଯ୍ୟ ହେବେ, ମଲା କାମ, ଜନ୍ମ କାମ, କ୍ଲବ, ଏ ପର୍ବଟା ଆରମ୍ଭ ହୁଏ ସରସ୍ୱତୀ ପୂଜାରୁ। ସରସ୍ୱତୀ ପୂଜା ଜାନୁଆରୀ ଫେବୃଆରୀ ମାସରୁ ଆରମ୍ଭ। ଫେବୃଆରୀ ମାସରୁ ନେତା ପକେଟ ଚିରିବା ଆରମ୍ଭ ହେଇଯାଏ। ଅବଶ୍ୟ ଜାଣିଶୁଣି ଚିରନ୍ତି ବା ଖାଲି କରନ୍ତି, କି ତାଙ୍କୁ କିଏ କହେ ତୁ ଖାଲି କର, କିନ୍ତୁ ଖାଲି କରିବାକୁ ସେମାନେ ବାଧ୍ୟ। ଯୋଉ ଦରମା ବଢ଼ିବା କଥା କହିଲେ, ଦରମା ବି ବଢ଼ିବାଟା ବାଧ୍ୟ, ନହେଲେ ଖର୍ଚ୍ଚ ହବନି। ମାନେ ଲୋକଙ୍କ ପଇସା ଲୋକଙ୍କ ପାଇଁ ବିନିଯୋଗ ହଉଛି। ହଁ, ବଢ଼ି, ଏଟା ଗୋଟେ ଭଲ କଥା କହିଲେ। ଏଟା ମୁଁ ଭାବିବା ଭିତରେ ଆପଣ ସେ କଥାଟା କହିଦେଲେ। ଲୋକଙ୍କ ପଇସା ଲୋକଙ୍କ ଟ୍ୟାକ୍ସ ପାଖରେ। ଆକାରରେ ନବା, ଚାନ୍ଦା ଆକାରରେ ଦବା, ମଦ ପିଇବେ, ମସଗୁଲ ରହିବେ। ବାସ୍।